26 ରେ ଲଘୁଚାପ। ଏସବୁ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ ଜାରି କଲା ପାଣିପାଗ ବିଭାଗ। ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ବାଲେଶ୍ୱର ଜିଲ୍ଲାରେ କିଛି ସ୍ଥାନରେ ବର୍ଷା ପବନ ସହ ବଜ୍ରପାତ ହେବାର ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜସ୍ୱ ବିଭାଗ। ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ନିଷ୍ପତ୍ତି। ଗୋଟିଏ କାର୍ଯ୍ୟାଳୟରେ 3 ବର୍ଷରୁ ଅଧିକ ଦିନ ରହୁଥିଲେ ହୋଇଯିବ ବଦଳି। ଭୋଟ ଚୋରି ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଅଭିଯୋଗ କରିଛନ୍ତି। ରାହୁଲ ଗାନ୍ଧୀ ନିର୍ବାଚନ କମିଶନ ଇସିଙ୍କୁ ଚୁନାବ କା ଚୌକିଦାର ତଥା ନିର୍ବାଚନର ଜଗୁଆଳ କହି ବଡ଼ ସମାଲୋଚନା କରିଛନ୍ତି। ନ୍ୟାସନାଲ କଭର ପେଜରେ କଳାବାଘ। ଓଡ଼ିଶାର ଶିମିଳିପାଳ ଜାତୀୟ ଉଦ୍ୟାନରେ ଭାରତୀୟ ଫଟୋଗ୍ରାଫର ପ୍ରସେନଜିତ ଯାଦବଙ୍କ ଦ୍ୱାରା ନିଆଯାଇଥିବା ଏକ ଦୁର୍ଲଭ କଳାବାଘର ଫଟୋ ନ୍ୟାସନାଲ ଜିଓଗ୍ରାଫିକ୍ ମ୍ୟାଗାଜିନରେ ଆଗାମୀ ଅକ୍ଟୋବର ମାସରେ ସଂସ୍କରଣ ପାଇଁ କଭର ପେଜ ଭାବେ ସ୍ଥାନିତ ହୋଇଛି। ଘଣ୍ଟା ଘଣ୍ଟା ଧରି 25 କିଲୋମିଟର ଟ୍ରାଫିକ ଜାମରେ ଫସି ରହିଲା ଆମ୍ବୁଲାନ୍ସ। ଭିଡ଼ ପାଇଁ ଚାଲିଗଲା 2 ବର୍ଷର କୋମଳ ଶିଶୁର ଜୀବନ। ମଣିପୁରରେ ପୁଣି ସେନାଙ୍କ ଉପରେ ଆକ୍ରମଣ। ସେନା ଗାଡ଼ି ଉପରେ ଆଖିବୁଜା ଗୁଳିମାଡ଼ ଯୋଗୁଁ ଜଣେ ସୈନିକ ଶହୀଦ ଏବଂ 3 ଜଣ ଗୁରୁତର। ପୃଥିବୀ ଆଡ଼କୁ ମାଡ଼ି ଆସୁଛି 520 ଫୁଟର ପଥରଖଣ୍ଡ। ନାସାର ସୂଚନା ଅନୁଯାୟୀ ଏହି ବିଶାଳ ପଥରଖଣ୍ଡ ଘଣ୍ଟା ପ୍ରତି 38,838 ବେଗରେ ପୃଥିବୀ ଆଡ଼କୁ ମାଡ଼ି ଆସୁଛି। କିନ୍ତୁ ଅଳ୍ପକେ ବର୍ତ୍ତିଯିବ ପୃଥିବୀ ବୋଲି ନାସା ବଡ଼ ସୂଚନା ଦେଇଛି। ବର୍ତ୍ତମାନ ଶିକ୍ଷାନୁଷ୍ଠାନରେ ଅସୁରକ୍ଷିତ ଛାତ୍ରୀ। ପଢ଼ୁଛି ଶାରୀରିକ, ମାନସିକ ଓ ଯୌନ ନିର୍ଯାତନା। ଉଚ୍ଚଶିକ୍ଷା ମନ୍ତ୍ରୀ ବିଧାନସଭାରେ ରଖିଥିବା ତଥ୍ୟ ଅନୁସାରେ ରାଜ୍ୟରେ 17ଟି ବିଶ୍ୱବିଦ୍ୟାଳୟ ମଧ୍ୟରୁ 6ଟିରେ ନିର୍ଯାତନା ଅଭିଯୋଗ ଆସିଛି। 19 ଜଣ ଛାତ୍ରୀ ବିଶ୍ୱବିଦ୍ୟାଳୟରେ ନିର୍ଯାତନାର ଶିକାର ହୋଇଛନ୍ତି। ସର୍ବାଧିକ ଉତ୍କଳ ବିଶ୍ୱବିଦ୍ୟାଳୟରେ 7ଟି ମାମଲା ରହିଛି। ବର୍ତ୍ତମାନ ବିଜେଡିରେ ଫାଟ ସୃଷ୍ଟି ହୋଇଛି। ଶ୍ରୀମୟୀ ଓ ପ୍ରଫୁଲ୍ଲଙ୍କ ସପକ୍ଷରେ ଦେବାଶିଷ। ନବୀନଙ୍କ ନିଷ୍ପତ୍ତି ନେଇ ଉଠାଇଲେ ପ୍ରଶ୍ନ।